ଏଭଳି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଆବଶ୍ୟକତା ଅଛି। ଏଭଳି ମାନେ ଏଭଳି ଇଏକୁ 100% କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି। ଏଟା ଠିକ୍ କଥା, କିନ୍ତୁ ଆମର ଜାତୀୟ ସ୍ତରରେ କି ଆନ୍ତର୍ଜାତିକ ସ୍ତରରେ କେବଳ ଓଡ଼ିଆ ଭାଷାର ଶିଖିଦେଲେ ସବୁ ହେବ ନାହିଁ। ଏହା ସାଥିରେ ହିନ୍ଦୀ ଆଉ ଇଂରାଜୀ ଏ ଦୁଇଟି ଭାଷାକୁ ଆଉ ଆମର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଜାଣିବା ଆବଶ୍ୟକତା ଅଛି। କାରଣ ଅଲ୍ ଇଣ୍ଡିଆ ଲେଭେଲରେ ଆମେ ଭାଷା ଓଡ଼ିଆ ଭାଷାରେ ଆମେ ଧରନ୍ତୁ ହେଇପାରୁ, ପୋଷ୍ଟ ଗ୍ରାଜୁଏଟ୍ କରିପାରୁ ବା ଆହୁରି ଭାଷାର ରିସର୍ଚ୍ଚ କିଛି କରିପାରୁ, ସବୁ ଠିକ୍ ଅଛି। ସେଟା ଆମର ଓଡ଼ିଆ ସଂସ୍କୃତି, ଓଡ଼ିଆ କଲଚର କି ଓଡ଼ିଆର ଚାଲିଚଳନ, ଓଡ଼ିଆର ପରମ୍ପରା, ଜଗନ୍ନାଥ ସଂସ୍କୃତି, ୟାର ଗୋଟେ ଅଲଗା ଦିଗ। କିନ୍ତୁ ଓଡ଼ିଆ ଭାଷା ସହିତ ହିନ୍ଦୀ, ଯେଉଁଟାକି ଆମ ନ୍ୟାସନାଲ୍ ଲାଙ୍ଗୁଏଜ୍ ଭାରତବର୍ଷରେ, ଆଉ ଇଣ୍ଟରନ୍ୟାସନାଲ୍ ଲେଭେଲରେ ୱାର୍ଲଡର ସବୁଠୁ ରିଚ୍ ଲାଙ୍ଗୁଏଜ୍ ଇଂଲିଶ, ଆକୁ ମଧ୍ୟ ଆମର ପିଲାମାନେ ଭଲକି ଜାଣିବାର ଆବଶ୍ୟକତା ଅଛି। ଯୋଉ ଚିଠି ଗୁଡେ କରିବା ପାଇଁ କୁହାଯାଇଛି, ସବୁ ଚିଠି ହେବ ଓଡ଼ିଆରେ, ତା ସମ୍ଭବପର ଏ ସରକାର କରିପାରିବେ? ପୂର୍ବରୁ ମଧ୍ୟ କହିଥିଲେ। ଆଜି ତ ଘୋଷଣା କରିଦେଲେ, ତାର ଯେତେବେଳେ ଆପ୍ଲିକେସନ୍ ହେବ, ତାର ଯେତେବେଳେ ୟୁଟିଲିଟି ଆସିବ, ସେଇଟା କେତେ ପରସେଣ୍ଟେଜ କେତେ ପ୍ରକାରରେ ହେଉଛି, କେତେ ପରସେଣ୍ଟେଜରେ ହେଉଛି, ତାକୁ ଅନୁଭବ କରିବା। ଘୋଷଣା ତ ଆମେ ସବୁ କଥାରେ କରିଦେଲୁ, କାମରେ କେତେ ପର୍ଯ୍ୟନ୍ତ କରିବା ସେଇଟା ହେଲା ଦେଖିବାର ଅଛି, ସମୟ କହିବ। ନାଇଁ ଓଡ଼ିଆ ତ କରିବା ଉଚିତ, ଏଟା ମାନେ ଖରାପ କଥା ନୁହେଁ, ମୋ ମତରେ ଖରାପ କଥା ନୁହେଁ, ଭଲ ଜିନିଷ ହେବା ଉଚିତ। କିନ୍ତୁ ଏଇ ଜିନିଷଟିକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକତାର ସହିତ କରିବାର ଅଛି, ଆନ୍ତରିକତା ସହିତ ବୁଝିବାକୁ ଅଛି। କାରଣ ଆମ ଭାଷା, ଓଡ଼ିଆ ଭାଷା କିଛି କମ୍ ନୁହେଁ ଭାରତବର୍ଷର ଅନ୍ୟାନ୍ୟ ଭାଷା ତୁଳନାରେ। ମାନେ ଯେତେ ଜାତୀୟ ସଙ୍ଗୀତରେ ଦ୍ରାବିଡ଼ ଉତ୍କଳ ବଙ୍ଗ କୁହାଯାଉଛି, ଓଡ଼ିଆ ଭାଷା, ଓଡ଼ିଆ ଉତ୍କଳର ସମ୍ମାନ ଅଧିକ ମାତ୍ରାରେ ବଢ଼ିଛି ଜାତୀୟ ସଙ୍ଗୀତରେ। ଟଙ୍କା ଯେତେବେଳେ ବ୍ରିଟିଶ ସରକାର ଥିଲାବେଳେ, ସେଥିରେ ମଧ୍ୟ ସ୍ୱାଧୀନତା ପରେ ଆମେ ଦେଖୁଛେ ଯେ ଟଙ୍କାରେ ଓଡ଼ିଆର ଅର୍ଥ ଶବ୍ଦ ଲେଖାଯାଉଛି, ଅକ୍ଷର ଲେଖାଯାଉଛି। ସରକାର କାର୍ଯ୍ୟକାରୀ କରିବା ସମୟଟା ୟାକୁ ଆମେ ଆଜି କହିପାରିବାନି, ଆଜି ଘୋଷଣା ନାଇଁ, ଘୋଷଣା କରିଦେଲେ ଧରନ୍ତୁ ଓଡ଼ିଆରେ ସବୁ ଭାଷା ଲେଖା ହେବ, ଠିକ୍ ଅଛି। ଆମେ ୟାର କାର୍ଯ୍ୟକାରୀଟାକୁ ଆଗାମୀ ଦିନରେ କହିବା। ଆଜି ତ ଘୋଷଣା ହେଇଗଲା ପଲିସିଟା, ନୀତିଟା, ତ ୟାର କାର୍ଯ୍ୟକାରୀ କେତେ ଦୂର ହେବ ତାକୁ ଯଦି ଆମେ ଦେଖିପାରିବା, ଜାଣିପାରିବା, ତାହେଲେ କହିବା ଯେ ନା କାର୍ଯ୍ୟକାରୀ ଠିକ୍ ହେଇଗଲା। ବୁଝିପାରିଲେ କି? ତେଣୁ ଏଇଭଳି ଏଥିରେ ଭାଷାର ଯଦି ଆମେ କାର୍ଯ୍ୟକାରିତା ନ କରିପାରିବା, ଯାହା ଘୋଷଣା କରୁଛେ ଠିକ୍ ଭାବରେ, ତାହେଲେ ଅସ୍ମିତାକୁ ଆମେ ବଳି ଦେଉଥିବା କଥା ଆମେ ଧରି ନେବା ସାଙ୍ଗେ ସାଙ୍ଗେ।